ଆମେ ଅଛୁ ବର୍ତ୍ତମାନ ହୁମେନ ସାଗରଙ୍କ ଘର ଟିଟିଲାଗଡ଼ରେ ତାଙ୍କର ମା ପାଖେ। ଆଉ ହୁମେନ ସାଗରଙ୍କ ମୃତ୍ୟୁ ପରେ ଘଟଣା ବହୁତ ବିବାଦୀୟ ହୋଇ ପଡ଼ିଛେ। ଆଉ କାଲି ଯାଇକି ହିମନଙ୍କ ମା କଟକରେ କିଛି ଜଣ ନାଁରେ କେସ୍ କରିଛନ୍, ତାଙ୍କୁ ବୁଝିମା। ମ୍ୟାଡ଼ାମ୍, ଆପଣ ଯେନ୍ କେସ୍ ଦେଇଛନ୍ କେତେ କେତେ ଜଣଙ୍କ ନାଁରେ ସେ କେସ୍ ହଁ, ଅନେକ ଜଣଙ୍କ ନାଁରେ କେସ୍ ଦେଇଛେ। ଆଉ ସେ ଭିତରେ କିଏ କିଏ ଅଛନ୍? ବହୁତ ସାରା ଲୋକ ଅଛନ୍, 8-9 ଜଣଙ୍କର ନାଁରେ ଦେଇଛି। ବିଶେଷ କରି ଆପଣ କାହାକେ ସେ ଭିତରେ ଭାବୁଛନ୍ ଯେ ଇଟାର ମୃତ୍ୟୁ ଭିତରେ ସେ ଅଛନ୍? ବିଶେଷ କିଛି ଏନ୍ତା ନାହିଁ, ବହୁତ ଜଣଙ୍କର ଟର୍ଚରରେ ମୋର ପୁଅ ଡିପ୍ରେସନ୍ ହେଇଛେ। ଆଉ ବିଶେଷ ଆଉ କାଣ, ବହୁତ ଜଣ ମିଶିକିରି କାଣ୍ଡ କରାହେଇଛି। ଆପଣ ନିହାତି ଦେଖୁନ୍ ତାଙ୍କର ମ୍ୟାନେଜର ନାଁରେ ବି କେସ୍ କରିଛନ୍, ଆଉ ତାଙ୍କର ପ୍ରେମିକା ଆଉ ଆପଣଙ୍କର ଯିଏ ବୋହୂ ଅଛନ୍ ତାଙ୍କର ନାଁରେ କେସ୍ କରିଛନ୍। କାଣା କହିବେ ମ୍ୟାନେଜର କେନ୍ତା କାଣା? ହଁ, ମ୍ୟାନେଜର ନାଁରେ ବି ଦେଇଛେ, ଯେହେତୁ ସେ ସବୁ ବୁଝୁଥିଲେ। ମାନେ କୋଉଠି ମୋର ପୁଅର ପ୍ରୋଗ୍ରାମ ଥିଲା, କାଣା ଥିଲା, ମୋ ପୁଅ ଡାଇରେକ୍ଟ କାହା ପାଖରୁ ପଇସା ଆଣୁନଥିଲା। ସିଏ ବୁଝୁଥିଲେ, ପ୍ରୋଗ୍ରାମ ରଖୁଥିଲେ। ଦେହ ଅସୁସ୍ଥ ଅଛି କ'ଣ ଅଛି ସେଟା ସେ ପରଫେକ୍ଟ ଭାବରେ ଜାଣିକରି ପ୍ରୋଗ୍ରାମ ରଖୁଥିଲେ। ତ ସେ ବି ଅଛନ୍ ସେଥିରେ। ତାପରେ ବୋଉର କାରଣ ହେଲା, ବୋଉ ଅଲଗା ରହୁଥିଲେ, ଆପଣମାନେ ଆଗରୁ ବି ଜାଣିଥିବେ ତାଙ୍କ 2 ଜଣଙ୍କର ଡିସ୍ପ୍ୟୁଟଟା। ବଟ୍ ଛୁଆ ସାଥିରେ ବି କଥା ହେଇପାରୁନଥିଲା ମୋ ପୁଅ। ସେଟା ବି ଗୋଟେ ଡିପ୍ରେସନର କାରଣ। ଆଉ ମେନ୍ ଡିପ୍ରେସନ ହେଲା ସେଇ ଝିଅଟା ଅର୍ପିତା ଚୌଧୁରୀ। ସେ ପୁଅ ସାଥିରେ ଟିକେ କଥା ହଉଥିଲା, ଘରକୁ ଆସେ, ସବୁ କରେ। ତାପରେ 2 ଜଣଙ୍କର ମାନେ ଫେବୃଆରୀ ମାସରୁ 2 ଜଣଙ୍କର ଅଲଗା ଅଲଗା ହେବାର ହେଇଗଲା। ଏଇ ଦିନଠୁ ମୋ ପୁଅ ଧୀରୁ ଧୀରୁ ପୁରା ଝଡ଼ିକି ଡିପ୍ରେସନର ଶିକାର ହେଇଛି। ନିହାତି ଭାବେ ଆପଣ କହୁଥିଲେ ଯେ ମେଡିକାଲରେ ବି ତାଙ୍କର ଭଲସେ ଟ୍ରିଟମେଣ୍ଟ ହେଇନି ପାରେନ ବୋଲିକିରି, ଆଉ ଆପଣ ଚାହୁଁଥିଲେ ଯେ ବାହାରକେ ନେବାର ଲାଗି। ହଁ, ମୁଁ ବାହାରକୁ ନେବା ଲାଗି ବହୁତ ମାନେ ଲୋକଙ୍କୁ ବି ରିକ୍ୱେଷ୍ଟ କରିଥିଲି କି ମୋତେ କିଛି ହେଲ୍ପ କର, ଯେ ମୁଁ ମୋ ପୁଅକୁ ଏୟାର ଲିଫ୍ଟରେ ବାହାରକୁ ନେଇକି ଯିବି। ବଟ୍ ଅନେକ ଲୋକ ସେଟା ଭାବିଲେ ପଇସା ମାଗୁଛନ୍ତି ମ୍ୟାଡ଼ାମ୍ ବୋଲି। ଆଉ 2 ଜଣ ମଧ୍ୟ ଧରା ପଡ଼ିଲେ ସେଠି। ମୋ ପୁଅ ନାଁରେ ମାନେ କ୍ୟୁଆର୍ କୋଡ୍ କରିକି ପଇସା ସ୍କାନରରେ ମାଗୁଥିଲେ ପରେ ମୁଁ ଶୁଣିଲି। ତାପରେ ମୋତେ ପପୁ ଆଉ ଦିନେଶ ବେହେରା କହିଲେ, ମା, ଭାଇର ଇଜ୍ଜତ ଯିବ, ଭାଇର ପାଖରେ କ'ଣ ପଇସା ଅଭାବ କି? ଆଉ ଚାଲନ୍ତୁ ବାଇଟ୍ ଦେଇଦେବା। ଆପଣ ଯେଉଁ ନ୍ୟୁଜରେ ଆସିଲେ ସେତେବେଳେ ସମସ୍ତେ ପଇସା ଆଦାୟ କରିକି 2-3 ଜଣ ଏମିତି, ଗୋଟେ ଝିଅ ତ ଧରା ପଡ଼ିଛି ବୋଲିକି ମୋତେ କହିଲେ। ତାପରେ ଠିକ୍ ଅଛି ଚାଲ ଯିବା କହିକି ମୁଁ ସମସ୍ତଙ୍କୁ କ୍ଲିୟର କରିଦେଲି କି ପଇସା ମାଗୁନଥିଲି, ମୋତେ ଏୟାର ଲିଫ୍ଟରେ ନେବା ପାଇଁ ସାହାଯ୍ୟ ଦରକାର। ସେତେବେଳେ ମୁଁ ଏକୁଟିଆ ନାରୀ, ମୋତେ କେହି ବି ସାହସ ଦେଲେନି କି ତାକୁ ଏୟାର ଲିଫ୍ଟରେ ଧରିକି ମୁଁ ବାହାରକୁ ଯିବି। ଭାବନ୍ତୁ, ଗୋଟେ ମାଆର ଦୁଃଖ ଆପଣମାନେ ବୁଝିପାରୁଥିବେ। ଯେତେବେଳେ ମୋ ପୁଅର ଟ୍ରିଟମେଣ୍ଟ, ଇଞ୍ଜେକ୍ସନଟେ ବି ଲାଗେ, ବ୍ଲଡଟେ ବି ଲାଗେ, ମୋ ସାମ୍ନାରେ ଛିଡ଼ା ହେଇ ମୋ ପୁଅକୁ ଦେଖୁଥିବି ଆଉ ମୁଁ ସାଇନ୍ କରୁଥିବି। କେତେ କଷ୍ଟ ଯେ ସେ ଦୁଃଖ ଗୋଟେ ମା ଜାଣିବ, ଆଉ କହିକି କ'ଣ ଲାଭ। ନିହାତି ଭାବେ। ତାପରେ ଦେଖୁନ୍ ଯେତେବେଳେ ସେ ହୁମେନର ଆମେ ବି ଦେଖିଛୁ, ସୋସିଆଲ ମିଡ଼ିଆରେ ବି ଦେଖିଛୁ ଯେ ସେ ଯେନ୍ ଷ୍ଟେଜ୍ କି ଆସୁଥିଲେ ଜଣା ପଡୁଥିଲା ଯେ ଟିକେ ତାଙ୍କୁ ଜବରଦସ୍ତି କିଏ କଲା ଭଳିଆ। ସେଟା ମୁଁ ବି ରିଲ୍ସରେ ଦେଖିଛି, ମୋତେ ତ ସେ କୁହେନି। ମୁଁ ଅନେକ ଥର ରିଲ୍ସରେ ଦେଖିଛି, ଗୋଟେ ଜାଗାରେ ଲିରିକ୍ ଭୁଲି ଯାଇଛି, ଛୁଆ ଷ୍ଟେଜକୁ ଚଢ଼ି ପାରୁନି, ମୋ ପୁଅ ଯେ ତାକୁ ଉଠେଇକି ନଉଛନ୍ତି। ପୁଣି ଥରେ କାହିଁକି ପ୍ରୋଗ୍ରାମ ରଖା ହଉଥିଲା? ଅଡିଏନ୍ସ କ'ଣ ଦେଖୁନାହାନ୍ତି? ରିଲ୍ସ ତ ଏବେ ରିଲ୍ସ ଜମାନା ଚାଲିଛି, ଛୋଟ ଛୁଆରୁ ବଡ଼ ଛୁଆ ସମସ୍ତେ ରିଲ୍ସ ଦେଖୁଛନ୍ତି। ତ ହ୍ୟୁମାନ ସାଗର ଚଢ଼ି ପାରୁନି। ଲିରିକ୍ ଯୋଉ ଜାଗାରେ 100ଟା 150ଟା ଗୀତ ଗାଏ ମୋ ପୁଅ ବିନା ମାନେ ଲିରିକ୍ ଦେଖିକି, ସେ ପୁଅ ଆଜି ଲିରିକ୍ ଭୁଲି ଯାଉଛି। ଏଥିରୁ ତ ଜାଣିବା କଥା। ମ୍ୟାଡ଼ାମ୍, ଆପଣ କ'ଣ ଦାବି କରିବେ ଯେ ସରକାର ପାଖରେ ଆଇନ ହିସାବରେ ଯେ କ'ଣ ଦାବି କରିବେ? ପ୍ରକୃତ ଦୋଷୀକୁ ଧରାଯାଉ ବୋଲି। ମୋର ଦ୍ୱାରା ତ ହେଇପାରିଲାନି। ମୁଁ ଏତେ ଚିଲେଇଲି, ଅନେକ ଲୋକ ବି ମୋ ପୁଅକୁ ଭଲ ପାଉଥିବା ଲୋକ, ତା ସଙ୍ଗକୁ ଭଲ ପାଉଥିବା ମୋ ଓଡ଼ିଶାବାସୀ ସମସ୍ତେ ଏଫଆଇଆର ଦେଲେ ଅନେକ ଜାଗାରେ। ବଟ୍ ତା ମା କାହିଁକି ଚୁପ୍ ରହିଛି? ତା ମା କାହିଁକି ଚୁପ୍ ରହୁଛି? ଆଉ ମିଛ କଥା ବି ଆସୁଛି। ମୁଁ ଘଣ୍ଟା ଘଣ୍ଟା ମା ସାଥିରେ କଥା ହଉଛି, ପଇସା ସବୁ ମାକୁ ଦେଇଛି, 2023ରୁ ମା ପଇସା ରଖୁଛନ୍ତି, ଏଇ ସବୁ ମିଛ।
ଅନେକ ଖରାପ କମେଣ୍ଟ ବି ଆସୁଛି ମୋ ପ୍ରତି। ତ ସେଇଟା ଜଣେଇବା ଲାଗି ଆଜି ସାରା ଓଡ଼ିଶାବାସୀ, ଓଡ଼ିଶା ବାହାରେ ଥିବା ମୋ ପୁଅକୁ ଭଲ ପାଉଥିବା ଲୋକ ସତ କ'ଣ ଜାଣିବେ, ସେ ପାଇଁ ମୁଁ ପ୍ରଶାସନକୁ ବିନତି କରି ଏତଲା ଦେଇଛି, ପୋଲିସରେ ଏଫଆଇଆର ଦେଇଛି କି ସତ ଜିନିଷଟା ସମସ୍ତଙ୍କ ସାମ୍ନାକୁ ଆସୁ, ଆଉ ଦୋଷୀକୁ ଜାଣନ୍ତୁ ସମସ୍ତେ ଯେ ୟାର କାରଣ ଯୋଗୁଁ ହ୍ୟୁମାନ ସାଗର ଏଇ ଅବସ୍ଥା ହେଲା ବୋଲିକି। ନିହାତି ଭାବେ ଦେଖନ୍ତୁ ତାଙ୍କର ମା କହିବା ହିସାବରେ ଯେମାନେ ବି ଏ ଭିତରେ ଦୋଷୀ ଅଛନ୍ ସେମାନଙ୍କୁ ଦୋଷୀ ସାବ୍ୟସ୍ତ ହଉ, ଦୋଷୀମାନେ ଜଣା ପଡୁନ୍, ଆଉ ଯାହା ବି ଯେତେ ବି ହଉ ପର୍ଦ୍ଦାଫାଶ ହେବାର୍ ଲାଗି ସେ ଚାହୁଁଛନ୍। ଟିଟଲାଗଡ଼ରୁ ମିର୍ଚା ନ୍ୟୁଜ୍, ଟିମ୍ ବ୍ୟୁରୋ।